ଯୋଜନା ବେଲେ ସନ୍ଦିଗ୍ଧ ଅପରାଧୀଙ୍କ ଆଡ୍ଡା ଉପରେ ପୋଲିସର ଚଢ଼ାଉ। ଦୁଇ ଅଭିଯୁକ୍ତ ଥାନାରେ ଅଟକ ଥିବା ବେଲେ ଦୁଇ ଅଭିଯୁକ୍ତ ଫେରାର। ଅନୁଗୁଳ ଜିଲ୍ଲା ବରପାଳ ଥାନା ଅଧୀନ ଗୋତମରା ଗ୍ରାମ ବିଶ୍ୱନାଥପୁର ମଠ ଅଞ୍ଚଳରେ ସନ୍ଦିଗ୍ଧ ଅଭିଯୁକ୍ତମାନେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ବେଲେ ବିଶେଷ ସୂତ୍ରରୁ ପୋଲିସ ସୂଚନା ପାଇ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ବେଲେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ ଆଜି ଅପରାହ୍ନ 4 ଘଟିକା ସମୟରେ ପୋଲିସ ଘଟଣାସ୍ଥଳରେ ଅଚାନକ ଚଢ଼ାଉ କରିଥିଲେ। ପୋଲିସର ଚଢ଼ାଉ ଜାଣିପାରି ଅଭିଯୁକ୍ତମାନେ ଫେରାର ମାରିବା ବେଲେ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା। ଅନ୍ୟ 3 ଜଣ ଫେରାର ହେଉଥିବା ବେଲେ ପୋଲିସ ପିଛା କରି ଗୋତମରା ଗ୍ରାମ ବାଲିସାହିର ପାଇପଲାଇନ ଅଞ୍ଚଳରୁ ଅନ୍ୟ ଜଣେ ଯୁବକକୁ କାବୁ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତମାନଙ୍କୁ କାବୁ କରିବା ଉଦ୍ୟମ ବେଲେ ଦୁଇ ଅଭିଯୁକ୍ତ ପୋଲିସ ଉପରକୁ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ତେବେ ଅଳ୍ପକେ ପୋଲିସ ଦୁର୍ବୃତ୍ତମାନଙ୍କ ଗୁଳିରୁ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରେ ଏସଡିପିଓ ରମାକାନ୍ତ ମହାଲିକ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ, ଏସଆଇ ଅମିତ ମିଶ୍ର, ଏସଆଇ କମଲାକ୍ଷ ପ୍ରସାଦ ନାୟକଙ୍କ ସହ ସଦଳ ବଡ଼ ପୋଲିସ ବାହିନୀ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ଅଞ୍ଚଳଟି ବିରାଟକାୟ ଘଞ୍ଚ ଜଙ୍ଗଲ ହୋଇଥିବାରୁ ବନ ବିଭାଗର ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତଲାସି ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇ ପାରିନଥିଲା। ଦୁଇ ଅଟକ ଥିବା ଅଭିଯୁକ୍ତମାନେ ହେଲେ ବରପାଳ ଅଞ୍ଚଳର ବଳିଆ ନାୟକ ଓ ସଞ୍ଜୟ ନାୟକ